ସମସ୍ତଙ୍କୁ ସ୍ୱାଗତ। ଆମର ଆଗରୁ ଗୋଟେ ଏଇଭଳିଆ ପ୍ରୋବ୍ଲେମ୍ ଥିଲା ବହୁତ ଲୋକଙ୍କର, ଏବେ ବି ସେ ନୂଆ ପ୍ରୋବ୍ଲେମ୍ ଅଛି। ତ ଗୋଟେ ପ୍ରୋବ୍ଲେମ୍ ଦେଖିବେ କ'ଣ ହେଉଛି। ଦେଖିବେ ଆପଣମାନେ ସବୁ ଡିଟେଲ୍ସ ଦେଇଥିବେ, ତଥାପି ଦେଖନ୍ତୁ ଗୋଟେ ଆପଣ ମେମ୍ବରମାନଙ୍କ ପାଖକୁ ଯିବେ ତ ବେସିକ୍ ଡିଟେଲ୍ସରେ ନୋ କମ୍ପ୍ଲିଟ୍ ଲେଖୁଥିବ, ସବୁଆଡ଼େ ନୋ କମ୍ପ୍ଲିଟ୍ ଶୋ କରୁଛି। ତ ଏଇ କ୍ଷେତ୍ରରେ କ'ଣ କରାଯିବ ନା ଆମକୁ କିଛିଟା ଚେଞ୍ଜେସ୍ କରତେ ପଡ଼ିବ। ଯେମିତି 4 ଜଣଙ୍କର ରହିଛି ସେ ସବୁ ଫିଲ୍ଅପ୍ ହେଇଯାଇଛି, କିନ୍ତୁ ବେସିକ୍ ଡିଟେଲ୍ସରେ ନଟ୍ କମ୍ପ୍ଲିଟ୍ ଲେଖୁଛି। ତ ଆମକୁ କ'ଣ କରିବାକୁ ପଡ଼ିବ, ଯେଉଁମାନଙ୍କର ସେମିତି ହେଇଛି ସେମିତି ତାଙ୍କର ଆଉ ଥରେ ରିଭ୍ୟାଲିଡେଟ୍ କରିଦେବାକୁ ପଡ଼ିବ। ଆଧାରଟାକୁ ଆମେ ରିଭ୍ୟାଲିଡେଟ୍ କରିବା, ତା କନସେଣ୍ଟ ଉପରେ ୟେସ୍ କରିବା, ଭେରିଫାଏଡ୍ ଆଉ ଥରେ କରିନେବା। ଯେତେବେଳେ ଭେରିଫାଏ ସକ୍ସେସଫୁଲ୍ ହେଇଯିବ ଓକେ କରିନେବା। ଓକେ କରିସାରିଲା ପରେ ରେଜୁଲେସନ୍ ପାଇଁ ସେ ମାଗିବ, ରେଜୁଲେସନ୍ କରିଦେବା। ଫଟୋ ବି ଆପଣଙ୍କର ମାଗିବ, ବେସିକ୍ ଡିଟେଲ୍ସରେ ତା ଫଟୋ ବି ଆପଣ ଦେଇଦେବେ। ଏଇଠି ଖାଲି ଗୋଟେ ଚେଞ୍ଜେସ୍ କରିବେ ଯେ ହାଇ ଯେଉଁ ଏଜୁକେସନ୍ ଅଛି ସେଟାକୁ ଟିକେ ଚେଞ୍ଜ କରିକି ଓକେ କରିବେ। ଓକେ କରିକି ପୁଣି ଆଉ ଥରେ ଯେହେତୁ ଆମର ଠିକ୍ଟାକୁ କରିବାର ଅଛି, ପୁଣି ଯାହା ଥିଲା ସେୟା କରିଦେବେ, ସେଭ୍ କରିଦେବେ। ଏଇଟା ଭଲସେ ମନେ ରଖନ୍ତୁ, 2 ଥର କରିବାକୁ ପଡ଼ିବ। ତାପରେ ବ୍ୟାକ୍ କରିବେ। ବ୍ୟାକ୍ କଲା ପରେ ଆଉ ଗୋଟେ ମେମ୍ବରଙ୍କର ସେମିତି କରିଦେବା। ଆମେ ଦେଖିବେ ଏଥର ଗୋଟେ ମେମ୍ବରଙ୍କର କଲେ ସେବା ରିଭ୍ୟାଲିଡେଟ୍ କରିବା। ତାକୁ ରିଭ୍ୟାଲିଡେଟ୍ କରିସାରିଲା ପରେ ତାପରେ କ'ଣ ଆଧାରକୁ କରିଦେବା, ଭ୍ୟାଲିଡେଟ୍ କରିଦେବା, ଓକେ କରିବା। ଯେମିତିକି ମୁଁ କହିଥିଲି ବେସିକ୍ ଡିଟେଲ୍ସରେ ଯାଇକି ଆମର ଏଜୁକେସନ୍ ଚେଞ୍ଜ କରିବା। ପ୍ରଥମେ ଏଜୁକେସନ୍କୁ ଯିବା, ଯେକୌଣସି ଗୋଟେ ଏଜୁକେସନ୍ ତାଙ୍କୁ ଦେଇଦେବା, ସେଭ୍ କରିଦେବା। ପୁଣି ଆଉ ଥରେ ବ୍ୟାକ୍ କରିବା ସେଇଠୁ, କାରଣ ଆମକୁ ଠିକ୍ ଡାଟା ଦେବାର ଅଛି। ପୁଣି ଆସିବାକୁ ପଡ଼ିବ। ସେଭ୍ କରିସାରିଲା ପରେ ଆଉ ଥରେ ତାକୁ ସେଭ୍ କରିଦେବା। ସେଭ୍ କଲା ପରେ ଆଉ ଗୋଟେ କାମ ରହିଯାଇଥିଲା, ଫାର୍ଷ୍ଟର ମେମ୍ବରଙ୍କର ରହିଥିଲା, କିନ୍ତୁ ଏଟାରେ କରିଦେବା, ସେଟାରେ ପଛରେ କରିବା। ମୋ ଡିଟେଲ୍ସକୁ ଯିବା। ଗଲା ପରେ ଦେଖିବା ଯେତେବେଳେ ଏଇ ଯେଉଁ ଷ୍ଟାଟସ୍ ଅଛି କିଛି ଜାଗାରେ ଆମେ ସିଲେକ୍ଟ କରିନଥାଉ, ତାକୁ ଆକ୍ଟିଭ୍ କରିଦେବା, ସେଭ୍ କରିଦେବା। ୟା ପୂର୍ବ ଯେଉଁ ମେମ୍ବରଟାରୁ ଆମେ କରିଥିଲେ ସେଟା ବି ଆମେ କରିଦେବା। କନସେଣ୍ଟ ଦେଇକି ଓକେ କରିସାରିଲା ପରେ ଆର ଯେଉଁ ମେମ୍ବରଟା ଆମେ ଛାଡ଼ି ଦେଇଥିଲେ ଆକ୍ଟିଭ୍ଟା, ତାକୁ ଯିବା। ସେଠି ଦେଖନ୍ତୁ ଇଚ୍ଛା ଯାଇକି ଏଠି ଆମେ କ'ଣ କରିବା ନା ଖୋଲିକି ତାକୁ ଆଉ ଥରେ ମୋ ଡିଟେଲ୍ସକୁ ଯିବା। ମୋ ଡିଟେଲ୍ସକୁ ଗଲା ପରେ ସେଠି ଯେଉଁ ଷ୍ଟାଟସ୍ ଅଛି ତାକୁ ଆକ୍ଟିଭ୍ କରିଦେବା। ଯାହାର ଆକ୍ଟିଭ୍ ହେଇଥିବ ଠିକ୍ ଅଛି, ବଟ୍ ଆଉ ଥରେ ଆକ୍ଟିଭ୍ କରିନେବ। ସେଭ୍ କରିଦେବା, ସବୁଗୁଡ଼ାକୁ ସେଭ୍ ମାରିନେବା, କନସେଣ୍ଟ ଦେଇଦେବା, ଓକେ କରିଦେବା। କରିସାରିଲା ପରେ ଦେଖିବେ ଆମେ ଯେତେବେଳେ ଆଉ ଯଦି ମେମ୍ବର ଯଦି କିଛି ଆପଣ କରିବେ, ନହେଲେ SHG ପାଖକୁ ପଳେଇ ଆସିବେ। ଯେଉଁ SHGରେ ଆପଣ ଦେଖୁଥିଲେ, ଚେକ୍ କରୁଥିଲେ, ଦେଖିବେ ସେ SHGକୁ ଖୋଲନ୍ତୁ। ଖୋଲିଲା ପରେ ଜାଣିବେ, ଦେଖିବେ ଯେମିତି ଦେଖନ୍ତୁ ବେସିକ୍ ଡିଟେଲ୍ସ ଯେଉଁ ଦୁଇଟା ଏମିତି ଆମର ଦେଖାଉଥିଲା ସେଇଟା ଆଉ ଦେଖେଇବନି। ଏଇ ଯେଉଁ ଦୁଇଟା ଦେଖାଉଛି, ଯେହେତୁ 4ଟା ଥିଲା, ଏଇ ଦୁଇଟାକୁ ବି ସେମିତି କରିକି ଆପଣ କ୍ଲିୟର କରିପାରିବେ। ତ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆମର ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ ବି ଟିକେ କରନ୍ତୁ। ଆଉ ବାକି ନେକ୍ସଟ ଆମେ ଭିଡ଼ିଓରେ ଯାହାର ପ୍ରୋବ୍ଲେମ୍ ହେବ ଆମକୁ କମେଣ୍ଟ କଲେ ଆମେ ତାଙ୍କୁ ଜଣାଇବୁ। ଧନ୍ୟବାଦ।